ଯୋଉଠୁ ଆମର ଜୀବନର ବାଟ ସରିଯାଏ ସେଇଠୁ ଆମର ଜୀବନର ବାଟ ଆରମ୍ଭ ହୁଏ। ବୁଝିଲେ ତ? ରୁହନ୍ତୁ ରୁହନ୍ତୁ ରୁହନ୍ତୁ, ମାନେ ବେଶୀ ନାହିଁ, ଆପଣଙ୍କ ମାନଙ୍କ ପାଖରେ ମାତ୍ର 2 ମିନିଟ୍ର ସମୟ ମୁଁ ନେବି। ପ୍ରଥମ କୁହନ୍ତୁ ଆପଣମାନେ କେମିତି ଅଛନ୍ତି, ଆଉ ଆପଣମାନଙ୍କ ଦେହ ଭଲ ଅଛି ନା ନାହିଁ? ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ପୁରା ବଢ଼ିଆ ଅଛି। ଆଜି ହେଉଛି ବଡ଼ ଓଷା, ଆଉ ଆଜି ମୁଁ ଡ୍ୟୁଟି ଯାଇନି। କାହିଁକି ଯାଇନି କି ସକାଳେ ବାହାରିଥିଲି ଗୋଟେ କାମରେ ଯିବା ପାଇଁ, ତ ଯାଇ ହେଲାନି, ସେଥିପାଇଁ ରହିଗଲି। ଆଜ୍ଞା ଏହାର ମାନେ ଏଇଆ ନୁହେଁ କି ଆଜି ମୁଁ ଡ୍ୟୁଟି ଯାଇନି ମାନେ ଫାଙ୍କା ଅଛି। ଏହାର ମାନେ ହେଉଛି ଏଇଆ, ଆପଣ ଦେଖିଥିବେ ଯେଉଁଦିନ ଆପଣ ଫାଙ୍କା ଥିବେ, ଛୁଟିରେ ଥିବେ, ସେଇଦିନ ଆଜ୍ଞା ଆପଣଙ୍କର ବେଶୀ କାମ ପଡ଼ିବ। ତ ଏଇଠି ଗୋଟେ କଥା କହି, ପ୍ରଥମ କଥା ଟିକେ ଦେଖନ୍ତୁ, ଗୋଟେ ସ୍କ୍ରିନଶଟ୍ଟେ ଲଗାଇ ଦେଇଛି ଭାଇଙ୍କର। କି ଭାଇ ମୋତେ, ମୁଁ 5-6 ଦିନ ତଳେ ଆସିଥିଲି ଲାଇଭ୍ରେ, ଇନଷ୍ଟା ଲାଇଭ୍ରେ ଆସିଥିଲି। ତ ଭାଇ ମୋତେ କହିଥିଲେ କି ଭାଇ ଆପଣଙ୍କ ଭିଡ଼ିଓ ମୋତେ ଭଲ ଲାଗୁଛି, ଆଉ ଆପଣ ଏତେ ମାନେ ପାର୍ସଲ ଦେଇକି ବି ଏତେ ସମୟ କାଢ଼ିକି ବି କେମିତି ଭିଡ଼ିଓ କରୁଛନ୍ତି। ଆଉ ଯାହା ହଉ, ସେ ଭାଇଙ୍କୁ ମଧ୍ୟ ମୋ ହୃଦୟରୁ ଧନ୍ୟବାଦ। ଯାହା ହଉ ଆପଣମାନେ ମୋ ପାଇଁ, ମାନେ ଆପଣମାନଙ୍କ ଆଗରେ ଆଜ୍ଞା ମୁଁ କିଛି ନୁହେଁ। ଆଉ ଆପଣମାନେ ମୋ ପାଇଁ ଗୋଟିଏ ସମୟ ବାହାର କରିକିରି, ଗୋଟିଏ ମିନିଟ୍ ବାହାର କରିକିରି କିଛି ଗୋଟେ ଟାଇପିଂ କରି ଲେଖୁଛନ୍ତି କି ଭାଇ କେମିତି ଅଛ, ଭଲ ମନ୍ଦ ଅଛି। ବହୁତ ଖୁସି ଲାଗେ ଆଜ୍ଞା ବେଳେ ବେଳେ। ଯେତେବେଳେ ଲାଗେ ଆଜ୍ଞା କିଛି ନାହିଁ, ସେତେବେଳେ ଆଜ୍ଞା ଲାଗେ ନାହିଁ କିଛି ଅଛି। ଆଉ ଜୀବନର ସଂଘର୍ଷ ତ ଆଜ୍ଞା ଏମିତି ଚାଲିବ, ଜୀବନର ସଂଘର୍ଷ କେବେ ବନ୍ଦ ହେବନି। ତ ଏତିକି କହିବାର ଥିଲା ଆପଣମାନଙ୍କୁ। ଆଉ ଆପଣମାନଙ୍କ ମାନେ ଭଲରେ ରୁହନ୍ତୁ, ଆଗକୁ ଚାଲନ୍ତୁ। ଗୋଟିଏ ଜିନିଷ ଭାଇ, କେବେ ହେଲେ ହାର ମାନନ୍ତୁ ନାହିଁ। ଜୀବନରଟା ଅଛି ମାନେ ସବୁବେଳ ପାଇଁ ଆମକୁ ହାର ମାନିବା ପାଇଁ ପରିସ୍ଥିତି ଆସିବ। ଏମିତି କିଛି ସିଚୁଏସନ୍ ଆସିବ କି ଆପଣ ଭାବିବେ ଯେ ଏଇଠି ସରିଗଲା ବାଟ। ନାଇଁ ଆଜ୍ଞା, ଯୋଉଠୁ ଆମର ଜୀବନର ବାଟ ସରିଯାଏ ସେଇଠୁ ଆମର ଜୀବନର ବାଟ ଆରମ୍ଭ ହୁଏ। ବୁଝିଲେ ତ? ଏତିକି କହି ରଖୁଛି। ଜୟ ମା ଶାରଦା।